ସାଙ୍ଗମାନେ ରାମ ବେଡ୍ ଉପରେ ଶୋଇଥିବା ବେଳେ ଚିକି ଆସି କୁହେ, ଇଂଲିଶ ମିଡ଼ିୟମ୍, ମୋ ଶାଢ଼ୀ ଆଉ ଜିନିଷପତ୍ର କୁଆଡ଼େ ଗଲା? ରାମ କୁହେ, ଆକ୍ଚୁଆଲି ସେ ସବୁ ସେପଟେ। କିନ୍ତୁ ରାମର କୌଣସି ବି କଥା ଚିକି ଶୁଣେ ନାହିଁ। କୁହେ, ଓହୋ ବୁଝିଲି, ତମେ ଭାବି ନେଇଥିଲ ମୁଁ ଏଠୁ ପରମାନେଣ୍ଟ ଆଉଟ୍ ହେଇଯାଇଛି, ଆଉ ସେଇଥିପାଇଁ ମୋ ଜିନିଷପତ୍ର ସବୁ ବାହାରେ କରିଦେଇଛ। ଦେଖ ଇଂଲିଶ ମିଡ଼ିୟମ୍, ତମେ ଏତେ ବଦଳିଯିବ ବୋଲି ମୁଁ କେବେ ଭାବିନଥିଲି। ସତ କଥା ହେଲା, ଏ ଦୁନିଆଟା ହେଲା ସ୍ୱାର୍ଥପର, ସେଥିପାଇଁ ତମେ ବି ବଦଳିଗଲ। ଠିକ୍ ଅଛି। କହି ଯାଉଥିବା ସମୟରେ ରାମ କୁହେ, ଆରେ ଓହୋ ଡ୍ରାମା କୁଇନ୍, ଶୁଣ ସରିଗଲା ତମ ଡ୍ରାମା ନା ଆଉ ବାକି ଅଛି? ଆରେ ସେସବୁ ଜିନିଷ ପତ୍ର ମୁଁ କରିନଥିଲି, ସେ ଜେଜେମା ଉର୍ବି କରିଥିଲେ। ବରଂ ସେସବୁ ଜିନିଷପତ୍ରକୁ ମୁଁ ସମ୍ଭାଳିକି ରଖିଛି। ଦେଖ ସେପଟେ ଦେଖ। ତାପରେ ଚିକି ଦେଖେ ତ ତା ଶାଢ଼ୀ ଆଉ ଜିନିଷପତ୍ର ଭଲସେ ରଖା ହେଇଯାଇଛି। ସେ ବହୁତ ଖୁସି ହେଇଯାଏ। ରାମ କୁହେ, ଏବେ ବୁଝିଲ ତ ଦୁନିଆ ଆଉ ମୋ ଭିତରେ ଫରକ କ'ଣ? ଏ ଦୁନିଆ ତମକୁ ନିଜଠୁ ଅଲଗା କରିପାରିବ, ହେଲେ ମୁଁ ନୁହେଁ। ଆଉ ଠିକ୍ ସେହି ସମୟରେ ତାଙ୍କ ରୁମ୍ର ଡୋର୍ କେହି ଜଣେ ଲକ୍ କରନ୍ତି। ରାମ କୁହେ, ଏତେ ରାତିରେ? ତାପରେ ରାମ ଯାଇ ଡୋର୍ ଖୋଲେ। ରାମ ଡୋର୍ ଖୋଲି ଦେଖେ ତ ତା ଦାଦା ଆଉ ଖୁଡ଼ି ଆସିଥାନ୍ତି। ରାମ କୁହେ, ଦାଦା ଖୁଡ଼ି ତମେ? ତାପରେ ଖୁଡ଼ି କୁହନ୍ତି, ଆରେ ତମେ ଦି ଜଣ ଉଠିଗଲଣି? ହଁ, ପୂଜା ପାଇଁ ଉଠି ଯାଇଥିବା ଆଉ। ଦାଦା କୁହନ୍ତି, କି ଚମତ୍କାର କଥା କହୁଛ ମାଧବୀ। ଚିକିର ଉପରେ ଆଜି ପ୍ରଥମ ଶିବରାତ୍ରି ପୂଜା। ସେମାନେ ଦି ଜଣ ପ୍ରାତଃ ଉଠିକି ବ୍ୟବସ୍ଥା କରିବି ନାହିଁ। ମୁଁ ଠିକ୍ କହିଲି ନା ରାମ? ରାମ କୁହେ, ହେଲେ ଦାଦା ତମେ ଏଠି କ'ଣ କରୁଛ? କ'ଣ କିଛି କାମ ଥିଲା କି? ଦାଦା କୁହନ୍ତି, ହଁ କାମ ମାନେ କି ଚମତ୍କାର କାମ ଥିଲା, ବହୁତ ବଡ଼ କାମ ଥିଲା। ଏ ଲଡ଼ୁକୁ ଖୁଆଇବା ପାଇଁ ପରା ଆସିଛୁ। ଖୁଡ଼ି କୁହନ୍ତି ଚିକିକୁ, ଆଲୋ ଏଇଟା ହେଉଛି ପ୍ରସାଦ। ମା ଚିକି, ପୂଜା କରିବା ଆଗରୁ ଏ ପ୍ରସାଦ ମନେକି ଖାଇବୁ ହେଲା, ନହେଲେ ତୋ ପୂଜା ଜମା ସଫଳ ହେବନି। ହଁ, ଆଉ ଏ ପ୍ରସାଦ ଖାସ୍ କେଦାରନାଥରୁ ଆସିଛି। ସମସ୍ତେ ଖାଇସାରିଲେଣି, ବାକି ଥିଲା ତୁ। ନେ ମା, ଖାଇଦେ। ଖୁଡ଼ି ପ୍ରସାଦ ଚିକିକୁ ଦେବାକୁ ଯାଉଥିବା ବେଳେ ରାମ କୁହେ, ପ୍ରସାଦ ତ ମୋତେ ଦିଅ, ମୁଁ ଖାଇଦେବି। ଖୁଡ଼ି କୁହନ୍ତି, ତୁ କ'ଣ ଖାଇବୁ? ଚିକି ପରା ଓଷା କରିବ, ଚିକି ହିଁ ଖାଇବ। ପାଗଳଟା, କିଛି ବୁଝୁନି। ଛାଡ଼ ମୋ ହାତ। ନେ ମା ନେ, ଖାଇଦେ ନେ। ଚିକି କୁହେ, ହଁ ଖୁଡ଼ି ମୁଁ ଖାଇବି ଯେ, କିନ୍ତୁ ଆଗ ଆପଣ ଖାଆନ୍ତୁ। ସାଙ୍ଗମାନେ, ଆପଣମାନେ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଛୋଟ ଲାଇକ୍ଟିଏ କରିଦିଅନ୍ତୁ। ଜୟ ଜଗନ୍ନାଥ।